Hello everyone, welcome with my new video. बहुत दिन हे गला मु किसी वीडियो पके नथिली. So next previous video रे हमें पढ़िथिलो RAM कौन आउ प्राइमरी मेमोरी कौन एटा गुडा को पढ़िथिलो. तो एबे हमें पढ़िबा टाइप्स ऑफ RAM. Okay, so two types रा RAM थाए. Okay, SRAM आउ DRAM. ଏବେ ଦେଖିନିଅନ୍ତୁ ଏବେ ଯେତେବେଳେ ମୁଁ କିଛି let us consider a human memory. Okay, human memory କଣ? Human memory means ଯୋଉଟା brain ରେ ଆମେ store କରିଥାଉ ଯାହା କିଛି ବି ହେଇଗଲା ମୁଁ ଏବେ ଏବେ ଫାର୍ଷ୍ଟ ଦେଖିବା ଆମେ SRAM. Okay, SRAM means static random access memory. Static ଗୋଟେ word ଆସୁଛି static means ଯୋଉଟା stable ଥାଏ, ଯୋଉଟା କି ସ୍ଥିର ଥାଏ, ଯୋଉଟା କି random ଏମିତି ଇଆଡେ ସିଆଡେ ଏମିତି ବୁଲେ ନାହିଁ, ସେ ଗୋଟେ ଜାଗାରେ ଷ୍ଟିକ୍ ହେଇକି ଥାଏ, ତ ତାକୁ ଏବେ static. ଏବେ ଯେତେବେଳେ ମୁଁ କିଛି ଏବେ ମୁଁ ଡେଲି ମୋ ରୁଟିନ ଫଲୋ କରୁଛି. ଓକେ, ମୁଁ ସକାଳେ ଉଠି ବ୍ରଶ କରୁଛି, ଗାଧଉଛି, ଯାହା ବି ମୋ ଡେଲି ରୁଟିନ ଅଛି, ତ ତାହାକୁ ମତେ ବେଶୀ ପ୍ରେସର ଦେବାକୁ ପଡେନି ମୋ ବ୍ରେନକୁ. ମୁଁ ଜାଣିଛି ଉଠିଲି ମୁଁ ବ୍ରଶ କରିବି, ଇଆଡେ ଯିବି ସିଆଡେ ଯିବି, ଯାହା କିଛି ବି କରିବାର ଅଛି ଡେଲି କାମ ମୁଁ କରିବି. ସୋ ସେଇଟା ଷ୍ଟାଟିକ ହେଇକି ରହିଯାଇଛି. ମିନ୍ସ ମତେ ବାର ରିଫ୍ରେଶମେଣ୍ଟ ଦରକାର ପଡି ନଥାଏ, କାହିଁକି ନା ମୁଁ ସେଟାକୁ ଡେଲି କରୁଛି, ଡେଲି କାମ କରୁଛି, ଡେଲି ଏଇଟା ସବୁ କରୁଛି. ସୋ ମତେ ରିଫ୍ରେଶ କରିବାକୁ ପଡେ ନାହିଁ, ମୋ ବ୍ରେନକୁ ମତେ ରିଫ୍ରେଶ କରିବାକୁ ପଡେ ନାହିଁ. ଆଉ ଆଉ SRAM ଆପଣ ମାନେ ଜାଣିଛନ୍ତି RAM ଟା ଭୋଲାଟାଇଲ ଥାଏ, ସୋ ତା ଟାଇପ୍ସ ବି ଭୋଲାଟାଇଲ ଏକା ଥିବ. ତ SRAM ଆଉ DRAM ଟା ଭୋଲାଟାଇଲ ଅଟେ. ସୋ ମୁଁ ଯେତେ ବି ସବୁ କାମ କରୁଛି ଡେଲି, ତା ମତେ ରିଫ୍ରେଶମେଣ୍ଟ ଦରକାର ପଡୁନାହିଁ, ତ ସେଟା ହେଇଗଲା SRAM ଟାଇପ ଅଫ SRAM. ଓକେ, ଆପଣ ମାନେ କହିପାରିବେ. ଆଉ ଏଟା ଫାଷ୍ଟ ଥାଏ, ଏବେ ମୁଁ ଯେତେବେଳେ ଉଠୁଛି ଡାଇରେକ୍ଟ ମୁଁ ବ୍ରଶ ଧରିକି ଯାଉଛି, ବ୍ରଶ କରୁଛି, ତ ସେଟା ଫାଷ୍ଟ ଥାଏ ନା, ଗୋଟେ ସେକେଣ୍ଡରେ ମତେ ମତେ ମନେ ପକେଇବା, ମୁଁ କେତେ ମୋ ବ୍ରେନକୁ ପ୍ରେସର ବି ପକେଇବାକୁ ପଡୁନାହିଁ କି ମୁଁ କଣ କରିବି, ଉଠିଲା ପରେ କଣ କରିବି କଣ ନାହିଁ, ଡାଇରେକ୍ଟ ମୁଁ ଉଠୁଛି, ଯାଉଛି, ବ୍ରଶ କରୁଛି, ଆଉ ସବୁ କିଛି କରୁଛି. ସୋ ଇଟ୍ ଇଜ ଫାଷ୍ଟର. ଓକେ, ଏଇଟା ଫାଷ୍ଟ ଥାଏ, ମୁଁ ଫାଷ୍ଟ ମୁଭମେଣ୍ଟସ କରେ, ଫାଷ୍ଟଲି ଏସେସ୍ ହୋଇଥାଏ ଏଇଟା ସବୁ. ଓକେ, ସୋ ଏଇଟା ଗୁଡାକ ଫ୍ଲିପ ଫ୍ଲପ ସାର୍କିଟ୍ସ ଗୁଡାକ ୟୁଜ କରିକି ଏଇଟା ସବୁ ଏଇଟା ସବୁ ୟୁଜ ହୋଇଥାଏ. ଓକେ, ଫ୍ଲିପ ଫ୍ଲପ ସାର୍କିଟ୍ସ ମାନେ ଗୋଟେ ସାର୍କିଟ ଗୁଡାକ ଇଲେକ୍ଟ୍ରୋନିକ ସାର୍କିଟ ଟାଇପ ଗୋଟେ ଥାଏ. ତ ତାହା ଆପଣ ଉପରେ ଯେତେବେଳେ କ୍ଲାସ ଆଗକୁ ଯିବେ ସେଟା ଗୁଡାକ ପଢିବେ. ସୋ ଏବେ ପାଇଁ ଏତିକି ଆପଣ ମାନେ ମନେ ରଖିଥାନ୍ତୁ, ଏଇଟା ଫ୍ଲିପ ଫ୍ଲପ ସାର୍କିଟ ୟୁଜ କରିଥାଏ. ଏବଂ DRAM କଣ କରିଥାଏ, ଟ୍ରାଞ୍ଜିଷ୍ଟର ଆଉ କ୍ୟାପାସିଟର ଟା ୟୁଜ କରିଥାଏ. ଓକେ, ସୋ DRAM ଟା ଏବେ ଆମେ ଦେଖିବା. So DRAM means dynamic random access memory. Dynamic what ଟା ଆସୁଛି dynamic, static ର opposite ହଉଛି dynamic. Dynamic means ଏବେ ମୁଁ ସେଠାରେ ଟିକେ ଗଲି, ସେଠାରେ ଟିକେ ଗଲି, ଆଉ କିଛି କାମ କରିଦେଲି, ଏଇଟା ଗୋଟେ କାମ କରିଦେଲି, ସେଟା ଗୋଟେ କାମ କରିଦେଲି, ମୁଭମେଣ୍ଟ କରୁଛି, ବାର ମୁଭମେଣ୍ଟ କରୁଛି, ପୋଜିସନ ଟା ଚେଞ୍ଜ କରୁଛି, ତ ସେ ଚେଞ୍ଜ ୱାର୍ଡ ଟା ଆସୁନାହିଁ, ତାହା ହେଲା ଡାଇନାମିକ. ଷ୍ଟାଟିକ ମିନ୍ସ ସ୍ଥିର, ଡାଇନାମିକ ମିନ୍ସ ମୁଭମେଣ୍ଟ या फिर ଚେଞ୍ଜିଂ ଯାହା ବି ହଉଛି. ସୋ ଏବେ ମୁଁ କିଛି ପଢିଲି, ଏବେ ମୁଁ କ୍ଲାସକୁ ଗଲି, ସୋ ମୁଁ ଫାଷ୍ଟ ଫିଜିକ୍ସ ପଢିଲି, ଦେନ୍ ମୁଁ ଇଂଲିଶ ପଢିଲି, ଦେନ୍ ମୁଁ କେମିଷ୍ଟ୍ରି ପଢିଲି, ଏଇଟା ହେଇ ଚେଞ୍ଜ ହେବାକୁ ଗଲା. ସୋ ମୁଁ ଯେତେବେଳେ ନେକ୍ସଟ କ୍ଲାସକୁ ଯିବି, ନେକ୍ସଟ ଦିନ ଯୋଉଟା କ୍ଲାସକୁ ଯିବି, ଦେନ୍ ମତେ ଥିଙ୍କ କରିବାକୁ ପଡିବ ନା, କଣ ହେଲା, ରିଫ୍ରେଶ କରିବାକୁ ପଡିବ ମୋ ବ୍ରେନକୁ, କି ଏପରେ କଣ ଅଛି, ଏଇଟା ପରେ କଣ ଅଛି, ସେଟା ପରେ କଣ ଅଛି. So that requires thousands of refreshment within a second. So dynamic memory, dynamic random access memory କଣ କରିଥାଏ, ଗୋଟେ ସେକେଣ୍ଡରେ ତାକୁ ବହୁତ ଥର ତାକୁ ରିଫ୍ରେଶମେଣ୍ଟ ଦରକାର ପଡିଥାଏ. ଓକେ, ଏଇଟା ଚିପ୍ ଥାଏ ଏଜ କମ୍ପେୟାର ଟୁ SRAM, ମିନ୍ସ ଏଇଟା ଟିକେ ଏଯାର ଦାମଟା ଟିକେ କମ. ଓକେ, ସୋ ଏଇଟା ଗୁଡାକ ଭୋଲାଟାଇଲ, ଆପଣ ମାନେ କହୁଥିଲି ଟ୍ରାଞ୍ଜିଷ୍ଟର ଆଉ କ୍ୟାପାସିଟର ଟା ୟୁଜ କରିଥାଏ. ଆଉ ଏଇଟା ଗୁଡାକ ମେନ୍ ସିଷ୍ଟମ ମେମୋରି ଟାଇପ ରେ ଏଇଟା ଗୁଡାକ ରହିଥାଏ କମ୍ପ୍ୟୁଟର ମାନଙ୍କ ଭିତରେ. ସୋ ଆପଣ ମାନେ ପଢି ନେବେ, ଏଇଟା ଗୁଡାକ ଇଜି ଅଛି. ଓକେ, ସୋ ଏବେ ଆମେ ଦେଖିବା ରୋମ୍. ଓକେ, ସୋ ଆପଣ ମାନେ ଦେଖନ୍ତୁ, ଯେତେବେଳେ ଆମେ ଗୋଟେ ଫେଜ ରୁ ଯାଉ, ୟା ଫିର ଯେତେବେଳେ ଆମେ ଜନ୍ମ ନଉ, ସୋ ଫାଷ୍ଟ ଆମେ କାହାକୁ ଦେଖୁ, ନିଜ ମା ବାପାକୁ, ନିଜ ଘର ଲୋକଙ୍କୁ,
ଯାହା ସହିତ ଆମେ ସବୁଦିନ ରହି ଆସୁ। ସୋ ମୁଁ ଏବେ ଯଦି କାଲି ଯଦି ମୋ ମା ବାପାଙ୍କୁ ଯୋଉଠାରେ ବି ଦେଖିଲି ଥୋଡି ନା ମୁଁ ଆଉ ଥରେ ମୁଁ ମନେ ପକେଇବି ଏଇଟା କିଏ ସେଟା କିଏ ବୋଲିକି ମୁଁ ଡାଇରେକ୍ଟ ହିଁ ସେମାନଙ୍କୁ ଚିହ୍ନି ନେବି ଆଉ ଡାଇରେକ୍ଟ ହିଁ ସେମାନଙ୍କୁ ମୁଁ ଯିବି ଭେଟିବି। ସୋ ତାହା ଯେଉଁ ମେମୋରି ଯେଉଁ ଡାଟା ଗୁଡାକ ସେ ଜିନିଷ ଗୁଡାକ ଆମ ବ୍ରେନରେ ପରମାନେଣ୍ଟଲି ଷ୍ଟୋର ହେଇକି ଅଛି ସୋ ଦ୍ୟାଟ ମତେ କିଛି ବି ମେମୋରାଇଜ କରିବା ପାଇଁ ପଡୁନାହିଁ, କିଛି ବି ରିଫ୍ରେଶ କରିବାକୁ ପଡୁନାହିଁ, ଡାଇରେକ୍ଟ ମୁଁ ଯାଉଛି ଆଉ ସେଇଟା ଗୁଡାକ ୟୁଜ କରୁଛି। ସୋ ରୋମ୍ ମଧ୍ୟ ସେପରି ହିଁ ପରମାନେଣ୍ଟଲି ସେ ଡାଟା ଗୁଡାକୁ ଷ୍ଟୋର କରିଥାଏ। ଏଇଟା ଗୁଡାକ ନନ୍ ଭୋଲାଟାଇଲ ମେମୋରି ମିନ୍ସ ଯେତେବେଳେ ବି ଆମେ କିଛି ସିଷ୍ଟମର ପାୱାର ଅଫ୍ କରିଦଉ ସଟଡାଉନ କରିଦଉ ତ ତାହେଲେ ସେ ମେମୋରି ଗୁଡାକ ସେଥିରେ ଥାଏ, ତାହା କେବେ ବି ରିମୁଭ ହୁଏ ନାହିଁ। ଓକେ, ସୋ ଏଇଟା ନନ୍ ଭୋଲାଟାଇଲ। RAM ର ଅପୋଜିଟ ହଉଛି ରୋମ୍। ଓକେ, ସୋ ରିଡ୍ ଓନଲି ମେମୋରି ମିନ୍ସ ଆପଣ ମାନେ ଏଟାକୁ ରିଡ୍ କରିପାରିବେ, ଏଇଟା ଗୁଡାକୁ ଷ୍ଟୋର କରିପାରିବେ ଆଉ ଏଇଟା ଗୁଡାକୁ ବହୁତ ଦିନ ପର୍ଯ୍ୟନ୍ତ ଆପଣ ମାନେ ଷ୍ଟୋର କରିକି ରଖିପାରିବେ ଏବଂ ଏଇଟାର ଷ୍ଟୋରେଜ କାପାସିଟି RAM ରୁ ବହୁତ ଅଧିକ। ଓକେ, ଆଉ ଏଇଟାର ଷ୍ଟୋରେଜ କାପାସିଟି ଟା ସେକେଣ୍ଡାରୀ ଡିଭାଇସ ମାନଙ୍କ ଠାରୁ ଟିକେ କମ। ଆମେ ଆଗକୁ ପଢିବା ସେଇଟା। ଓକେ, ସୋ ଏଇଟା ପରମାନେଣ୍ଟଲି ଷ୍ଟୋର କରିଥାଏ। ଯେତେବେଳେ ଆମେ ସିଷ୍ଟମକୁ ବୁଟ କରୁ, ବୁଟ ମିନ୍ସ ଯେତେବେଳେ ଫାଷ୍ଟ ଆମେ ସିଷ୍ଟମକୁ ଓପନ କରୁ ସେଟା ଗୋଟେ OS ଟା ରନ୍ ହୁଏ ଏବଂ ସେ ପ୍ରୋସେସ କୁ ଆମେ କହିଥାଉ ବୁଟିଂ ପ୍ରୋସେସ। ଓକେ, ଫାଷ୍ଟ ଯେତେବେଳେ ସିଷ୍ଟମ ଟା ଅନ୍ କରୁ ସୋ ରୋମ ର କମନ ଏକ୍ସାମ୍ପଲ ଗୁଡାକ ହେଇଗଲା ବାୟୋସ ହେଇଗଲା, ଫାର୍ମୱେର ହେଇଗଲା, ଏମ୍ବେଡେଡ ସିଷ୍ଟମସ ହେଇଗଲା, ଏମିତି ଗୁଡାକ ଏକ୍ସାମ୍ପଲ ଗୁଡାକ। ଏଇଟା ଗୁଡାକ ବେସିକ ଏକ୍ସାମ୍ପଲ ଗୁଡାକ। ଆଉ ଯେତେବେଳେ ବହୁତ କିଛି ଥାଏ ନା 8 GB RAM ହେଇଗଲା, ରୋମ ହେଇଗଲା କି 16 GB ରୋମ ହେଇଗଲା, ଏମିତି ଗୁଡାକ ବହୁତ କିଛି ସେଟା ଗୁଡାକ ଷ୍ଟୋରେଜ କ୍ୟାପାସିଟି ଗୁଡାକ ଥାଏ। ଓକେ, ସୋ ଏଇଟା ଆପଣ ମାନେ ଦେଖିପାରୁଥିବେ ଏଇଟା ହେଉଛି ରିଡ୍ ଓନଲି ମେମୋରି। ଏଇଟା ଗୁଡାକ ଗୋଟେ ଚିପ୍, କିଛି ନାହିଁ, ଗୋଟେ ଚିପ୍ ଗୁଡାକ ଯୋଉଟା କି CPU ସେ ମଦର ବୋର୍ଡ ଟାରେ ଲାଗିଥାଏ ଆଉ ସେଟା ଗୁଡାକ ଆମେ ୟୁଜ କରିଥାଉ। ଏଇଟା କିଛି ସଫ୍ଟୱେର ନାହିଁ କି କିଛି ନାହିଁ, ଏଇଟା ଗୁଡା ହାର୍ଡୱେର ଗୁଡାକ। ଓକେ, ସୋ ଏବେ ଦେଖିନେବା ଟାଇପ୍ସ ଅଫ ରୋମ୍। ଓକେ, ସୋ ଟାଇପ୍ସ ଅଫ ରୋମ୍ ରେ ତିନି ପ୍ରକାର ଟାଇପ୍ସ ଆସୁଛି। ଓକେ, ପି ରୋମ୍, ଇପି ରୋମ୍, ଇଇପି ରୋମ୍। ଓକେ, ପି ରୋମ୍ ମିନ୍ସ ପ୍ରୋଗ୍ରାମେବଲ ରୋମ୍। ପ୍ରୋଗ୍ରାମେବଲ ରୋମ୍ ମିନ୍ସ ଯାହାକୁ ଆମେ ଗୋଟେ ଥର ପ୍ରୋଗ୍ରାମ କରିପାରିବା ଆଉ ଯୋଉଟା ଗୁଡାକ କେବେ ବି ଇରେଜ ଆମେ କରିପାରିବା ନାହିଁ। ମିନ୍ସ ଗୋଟେ ଥର ହିଁ ସେ ରୋମ୍ ଟା ପ୍ରୋଗ୍ରାମ ହେଇଥିବ ଆଉ ତାହାକୁ ଆମେ କମ୍ପ୍ୟୁଟରରେ ଲଗେଇଥିବା ଏବଂ ତାହାକୁ ଆମେ ଆଉ ଥରେ ଆମେ ମିନ୍ସ ଇରେଜ କରିକି ପ୍ରୋଗ୍ରାମ କରିପାରିବାନି। ଯାହା ଯେତେ ବି ଅଛି ଏବେ ମୋ 4 GB ର ମନେକର ପି ରୋମ୍ ଅଛି ମୋର ପାଖରେ, ତ ମୋ ପାଖରେ 4 GB ର ପି ରୋମ୍ ଅଛି, ତ ତାହାକୁ ମୁଁ 8 GB ୟା ଫିର 16 GB ଆଉ କରିପାରିବି ନାହିଁ। ଯାହା ଅଛି ତାହା ହିଁ ଅଛି ଆଉ ତାକୁ ଆମେ ଇରେଜ ବି କରିପାରିବାନି, ଡିଲିଟ ବି କରିପାରିବାନି। ଯାହା ଅଛି ତାହା ହିଁ କନଷ୍ଟାଣ୍ଟ ହେଇକି ରହିବ। ସୋ ଏଇଟା ଆପଣ ଇମେଜ ଦେଖିପାରୁଥିବେ, ଏଇଟା ହେଲା ପି ରୋମ୍ ର ଚିପ୍। ଓକେ, ନେକ୍ସଟ ଆସିଗଲା ଇପି ରୋମ୍। ଇପି ରୋମ୍ ମିନ୍ସ ଇରେଜେବଲ ପ୍ରୋଗ୍ରାମେବଲ ରିଡ୍ ଓନଲି ମେମୋରି। ଓକେ, ଏଇଟା ଗୁଡାକ ଇରେଜ ହେଇପାରିବ ୟୁଭି ଲାଇଟ୍ ସାହାଯ୍ୟରେ। ଏବେ ସେ ଚିପ୍ କୁ ନେଇକି ଆମେ ୟୁଭି ଲାଇଟ୍ ମିନ୍ସ ସୂର୍ଯ୍ୟ କିରଣ ତଳେ ଯଦି ରଖିଦେବା ତାହେଲେ ତା ଡାଟା ଗୁଡାକ ରିମୁଭ ହେଇଯିବ ଏବଂ ତାକୁ ଆମେ ରିପ୍ରୋଗ୍ରାମ କରିପାରିବା। ଓକେ, ସୋ ଏଇଟା ଗୁଡାକ ଇରେଜ ହେଇକି ଆମେ ଏଠି ପ୍ରୋଗ୍ରାମ କରିପାରିବା। ଦେନ୍ ଆସିଗଲା ଇଇପି ରୋମ୍। ଇଇପି ରୋମ୍ ମିନ୍ସ ଇଲେକ୍ଟ୍ରିକାଲି ଇରେଜେବଲ ପ୍ରୋଗ୍ରାମେବଲ ରିଡ୍ ଓନଲି ମେମୋରି। ଇଲେକ୍ଟ୍ରିକାଲି ଇରେଜେବଲ ମିନ୍ସ ଇରେଜେବଲ ଓନଲି ୟୁଭି ଲାଇଟ୍ ଆସୁଥିଲା। ଇଲେକ୍ଟ୍ରିକାଲି କଣ ଆସିବ, ଇଲେକ୍ଟ୍ରିସିଟି ଦ୍ଵାରା। ଇଲେକ୍ଟ୍ରିକାଲି ଆମେ ରିମୁଭ କରିପାରିବା ସେ ଯାହା ବି ଡାଟା ଗୁଡାକ ଅଛି, ଯାହା ବି ପ୍ରୋଗ୍ରାମ ଗୁଡାକ ଅଛି ତାକୁ ରିମୁଭ କରିପାରିବା, ରିପ୍ରୋଗ୍ରାମ କରିପାରିବା। ଯେତେ ଥର ମଧ୍ୟ ରିପ୍ରୋଗ୍ରାମ କରିପାରିବା, ରିପ୍ରୋଗ୍ରାମ କରିପାରିବା ଆମେ। ଓକେ, ବାୟୋସ ରେ ୟୁଜ ହୋଇଥାଏ, ମାଇକ୍ରୋ କଣ୍ଟ୍ରୋଲର୍ସ ରେ ଏଇଟା ଗୁଡାକ ୟୁଜ ହୋଇଥାଏ। ଓକେ, ସୋ ଏଇଟା ହେଲା ଦେଖିନିଅନ୍ତୁ ଆପଣ ମାନେ, ଏଇଟା ଇଇପି ରୋମ୍, ଏଇଟା ଇଇପି ରୋମ୍, ଏଇଟା ଇଇପି ରୋମ୍ और ଏଇଟା ଇପି ରୋମ୍। ଓକେ, ସୋ ଏବେ ଦେଖିନେବା ଆମେ ସେକେଣ୍ଡାରୀ ମେମୋରି। ଓକେ, ସେକେଣ୍ଡାରୀ ମେମୋରି ମିନ୍ସ ଏବେ କିଛି ଆପଣ ମାନେ ଯୋଉ ରୋମ୍ ଦେଖିନେଲ ଆମେ ରୋମ୍ ଟା, ସୋ ଟାଇପ ଅଫ ଏ ରୋମ୍। ଓକେ, ପରମାନେଣ୍ଟଲି ଯୋଉଟା ଷ୍ଟୋର କରିଥାଏ। ଏ ସେକେଣ୍ଡାରୀ storage is known as the secondary memory or auxiliary memory.
ओके सो प्राइमरी मेमोरी को मेन मेमोरी कहथिलो एटा गुडा ऑक्सिलरी मेमोरी हमें कहि परिबा ओके जोटा परमानेंटली स्टोर करे थाए इवन इफ द पावर इज ऑफ जोटा डाटा गुडा परमानेंटली स्टोर करे थाए एवं रैम आउ सेकेंडरी मेमोरी जदि कंपेयर करबा ताले सेकेंडरी मेमोरी स्टोरेज कैपेसिटी बहुत अधिक बहुत मीन्स आपण माने 512 जीबी पर्यंत भी डाटा गुडा को स्टोर कर पाबे एटार एग्जांपल हला हार्ड डिस्क आपण माने जानिथिबे ए सॉलिड डिस्क आपण माने जानिथिबे मैग्नेटिक टेप हे गला या फिर मैग्नेटिक डिस्क ହେଇଗଲା ଅପ୍ଟିକାଲ ଡିସ୍କ ହେଇଗଲା ସେ କ୍ୟାସେଟ୍ ଗୁଡାକ ଆଗ କାଳରେ ଆସିଥିଲା ତା ଗୁଡାକୁ ଆମେ ସେକେଣ୍ଡାରୀ ମେମୋରିରେ ନେଇପାରିବା ଏଇଟା ଗୋଟେ ଫାଷ୍ଟ ଥାଏ କିନ୍ତୁ RAM ଟା ଏଇଟା ରୋମ୍ ଏଇଟା ସେକେଣ୍ଡାରୀ ମେମୋରି ଟିକେ ସ୍ଲୋ ଥାଏ RAM ଆଉ ROM ରୁ ଓକେ ସୋ ଦେଖିନାନ୍ତୁ RAM ରୁ ଟିକେ ସ୍ଲୋ ROM ରୁ ଟିକେ ସ୍ଲୋ ସେକେଣ୍ଡାରୀ ମେମୋରି ଓକେ ବଟ୍ ଏଇଟା ଲାର୍ଜ ଷ୍ଟୋରେଜ କାପାସିଟି ଟା ଅଫର କରିଥାଏ ଆମ ମାନଙ୍କୁ ओके सो एतार कैरेक्टरिस्टिक्स हला एटा गुडा नॉन वोलाटाइल अटे एटा गुडा को आमे लार्ज कैपेसिटी रे स्टोर करि परिबा ओके स्लो टिके स्लो थाए किंतु लॉन्ग टर्म आमे यूज करि परबे एटा गुडा को लार्जली स्टोर करि थाए डाटा गुडा को एटार एग्जांपल गुडा कहला हार्ड डिस्क टाइप जेमति कहली सॉलिड स्टेट ड्राइव्स यूएसबी फ्लैश ड्राइव्स ऑप्टिकल डिस्क एटा गुडा को तार एग्जांपल गुडा को सो आज एतिकी थैंक यू एवरीवन जदि भल लागला बोले सब्सक्राइब करंतु लाइक करंतु शेयर करंतु आउ नुआ नुआ वीडियो पाई आपण माने बेल आइकन को प्रेस कर दियंतु सो दैट जेते बेले मु वीडियो छाडिबा आपण मानक ठारे पहुंची जिवो सो हमें नेक्स्ट क्लास रे पढिबा रजिस्टर आई थिंक अछि एटा गुडा देखि नेबे सेकेंडरी मेमोरी रो एटा गुडा को एग्जांपल गुडा को एटा पेन ड्राइव ही गला एसएसडी ही गला हार्ड डिस्क ही गला एटा गुडा को सीडी डीवीडी ही गला कैसेट गुडा कहितली मु एसडी कार्ड ही गला एटा गुडा को सब सेकेंडरी मेमोरी या फिर सेकेंडरी स्टोरेज डिवाइस रो एग्जांपल गुडा को ओके सो नेक्स्ट क्लास रे हमें कैच मेमोरी टा पढिबा ओके थैंक यू एवरीवन थैंक्स फॉर वाचिंग